ଭାବ ଗୋଟେ ଭିକାରୀ ଯଦି ତୁମ ସାମ୍ନାରେ ସବୁଦିନ ଭିକ ମାଗୁଥିବେ, ମଇଳା କପଡ଼ା ଭଙ୍ଗା ଥାଳି ମୁଣ୍ଡ ତଳକୁ କରି ଚୁପଚାପ ବସିଥିବେ, ତୁମେ ତାଙ୍କୁ ଦେଖିକି ନ ଦେଖିଲା ପରି ପଳେଇ ଆସ। କିନ୍ତୁ ତୁମକୁ ଜଣା ନାହିଁ ସବୁଦିନ ସେହି ଭିକାରୀ ଯେଉଁ ପଇସା ସଞ୍ଚୟ କରନ୍ତି ସେହି ପଇସାରେ ସେ ଏମିତି କିଛି କରିଥାନ୍ତି ଯାହା ପୁରା ଦୁନିଆରେ ଗୋଟେ ଇତିହାସ ଲେଖା ହେବ। ଗୋଟିଏ ଦିନ ଯେତେବେଳେ ତାଙ୍କର ସତ ଦୁନିଆ ସାମ୍ନାକୁ ଆସିଲା, ସାରା ଦୁନିଆ ଆଶ୍ଚର୍ଯ୍ୟ ହୋଇଗଲା। ଅସଲରେ କିଏ ଥିଲେ ସେ, ଆଉ ତାଙ୍କର ସାରା ଜୀବନ ସେ ଭିକ ମଗାରେ କ'ଣ ପାଇଁ କଟାଇ ଦେଲେ? ଅସଲରେ କ'ଣ ତାଙ୍କର ସତ କାହାଣୀ ଥିଲା? ଆସନ୍ତୁ ଜାଣିବା ଏ ଭିକାରୀର ଅକୁହା କାହାଣୀ। ସହରର ସବୁଠାରୁ ବ୍ୟସ୍ତ ଗୋଟେ ଛକରେ ପୁରୁଣା ମନ୍ଦିରର ବାହାରେ ଫକୀରା ନାମକ ଜଣେ ଭିକାରୀ ସବୁଦିନ ସକାଳେ ତାଙ୍କ ଜାଗାରେ ଆସି ବସିଯାଆନ୍ତି। ପୁରୁଣା ମଇଳା କପଡ଼ା, ବଡ଼ ବଡ଼ ଦାଢ଼ି, ଅଡ଼ୁଆ ଚୁଟି ଆଉ ହାତରେ ଗୋଟେ ଭଙ୍ଗା ପୁରୁଣା ଥାଳି ଧରିକି ସେ ସେଇଠି ବସିଥାନ୍ତି। ବସିକିରି ଭିକ ମାଗୁଥାନ୍ତି। ସେଇଠିକୁ ଆସୁଥିବା ଲୋକମାନେ ତାଙ୍କୁ ଜଣେ ସାଧାରଣ ଭିକାରୀ ଭାବିକି ନ ଦେଖିଲା ପରି ପଳେଇ ଆସନ୍ତି। ଆସିବା ବେଳେ କିଏ 1 ଟଙ୍କାର କଏନ୍ ପକାଇ ଦିଏ ତ ଆଉ କିଏ ଭିକାରୀ ଭାବି ଘୃଣାରେ ଅନେଇ ପଳେଇ ଆସନ୍ତି। ଆଉ କିଏ କିଏ ମୁହଁରେ କୁହନ୍ତି, ଆରେ ଏବେ ତୁମର କାମ କରିବାର ବୟସ ଅଛି, ଆଉ ତୁମେ ଏଠି ବସିକି ଭିକ ମାଗୁଛ କ'ଣ ପାଇଁ? କିନ୍ତୁ ଲୋକମାନଙ୍କର ଏତେ କଥା ଶୁଣିବା ପରେ ମଧ୍ୟ ଭିକାରୀ କାହାକୁ କିଛି କୁହନ୍ତିନି, ଚୁପଚାପ ରୁହନ୍ତି। ସେ କେବେ କାହାକୁ କିଛି ମାଗି ନାହାନ୍ତି। ବାସ୍ ସେ ମନ୍ଦିର ପାଖରେ ମୁଣ୍ଡ ତଳକୁ କରି ବସିଥାନ୍ତି। ଆଉ ଯେତେବେଳେ ତାଙ୍କର ଥାଳି ପଇସାର କଏନ୍ରେ ଭରି ହୋଇଯାଏ, ସେତେବେଳେ ସେ ଜାଗାରୁ ଉଠନ୍ତି ଆଉ ସହରର ଗୋଟେ ଗଳି ଭିତରକୁ ପଳାନ୍ତି। ଏମିତି ଲାଗେ ଯେମିତି ସେ ଗଳି ଭିତରେ ଫକୀରା କୋଉଠି ଗାୟବ ହୋଇଯାଉଛନ୍ତି। ସହରର ଲୋକଙ୍କୁ ଫକୀରାର ଏ ବ୍ୟବହାରରେ କିଛି ବି ଫରକ ପଡ଼େନି। କିନ୍ତୁ ରଘୁ, ଯିଏ 12 ବର୍ଷର ଜଣେ ଗରିବ ପୁଅ ଥିଲେ, ତାଙ୍କୁ ଏସବୁ ଦେଖିକି ବହୁତ ଅଜୀବ ଲାଗିଲା। ରଘୁ ନିଜେ ସ୍କୁଲକୁ ଯାଇପାରେନି, ସେଥିପାଇଁ ଅଳିଆ ଗଦାରେ କିଛି କାମରେ ଲାଗୁଥିବା ଜିନିଷକୁ ଏକାଠି କରି ବିକେ। ଗୋଟେ ଦିନ ଯେତେବେଳେ କଏନ୍ର ପୁରା ଥାଳି ଉଠେଇକି ସବୁଦିନ ପରି ଗଳି ଭିତରକୁ ପଶିଲେ, ରଘୁ କିଛି ନ କହି ଚୁପଚାପ ତାଙ୍କ ପଛେ ପଛେ ଚାଲିଲେ। ଫକୀରା ଶଙ୍କରୀ ଗଳି ଭିତରେ ପଶି ଗୋଟେ ପୁରୁଣା ଭଙ୍ଗା ଭଡ଼ା ଘରେ ଯାଇ ପହଞ୍ଚିଲେ। ରଘୁ ତାଙ୍କ ଝରକାରେ ଯାଇ ଗଳିକି ଦେଖିଲେ। ଦେଖିଲା ପରେ ତାଙ୍କ ଆଖି ଆଶ୍ଚର୍ଯ୍ୟରେ ବଡ଼ ବଡ଼ ହୋଇଗଲା। ଭିତରେ ବୋଧହୁଏ 60ରୁ 70 ହେବ ପିଲା ପାଠ ପଢ଼ୁଛନ୍ତି। ତାଙ୍କ ପିନ୍ଧିଥିବା କପଡ଼ା ଚିରା ମଇଳା ଥିଲା, କିନ୍ତୁ ତାଙ୍କ ମୁହଁରେ ବହୁତ ଖୁସି ଥିଲା। ତାଙ୍କ ପାଖରେ ବହି, ସିଲଟ, ଖଡ଼ି ଆଉ କାଠର କିଛି ଚେୟାର ଟେବୁଲ ରଖା ହୋଇଥିଲା। ଫକୀରା ଭିତରକୁ ଗଲେ। ତାଙ୍କ କପଡ଼ାରୁ ପଇସା କଏନ୍ ବାହାର କରିଲେ। ଜଣେ ବୁଢ଼ୀ ସ୍ତ୍ରୀ ଲୋକକୁ ଦେଇଦେଲେ। ବୁଢ଼ୀ ସ୍ତ୍ରୀ ଲୋକ ଦେଖିକି ପଇସା ଆଶୀର୍ବାଦ ଦେଲେ। କହିଲେ, ପୁଅ, ଭଗବାନ ତୁମର ସବୁ ମଙ୍ଗଳ କରନ୍ତୁ। ତୁମ ପାଇଁ କେବଳ ଏ ପିଲାମାନେ ପାଠ ପଢ଼ି ପାରୁଛନ୍ତି। ଏ କଥା ବୁଢ଼ୀ ମାଙ୍କର ଶୁଣିବା ପରେ ଫକୀରା ହସିଲେ। ହସିକି କହିଲେ, ବାସ୍, ଏ ପିଲାମାନଙ୍କୁ ପାଠ ପଢ଼ାଅ ମାଉସୀ, ଏହା ହିଁ ମୋର ସବୁଠାରୁ ବଡ଼ ଆଶୀର୍ବାଦ ହେବ। ରଘୁ ଏସବୁ ଦେଖିକି ବହୁତ ଆଶ୍ଚର୍ଯ୍ୟ ଥିଲେ। ତାହେଲେ ଏ ଲୋକ ଭିକାରୀ ନୁହେଁ, ଇଏ ତ ଅନାଥ ପିଲାମାନଙ୍କ ଜୀବନ ସଜାଡ଼ୁଛନ୍ତି। ତା ପରଦିନ ରଘୁ ସାହସ କରି ଫକୀରାଙ୍କୁ ପଚାରିଲେ, ତୁମେ କିଏ? ଏସବୁ କ'ଣ ପାଇଁ କରୁଛ? ଏସବୁ କଥା ରଘୁର ଶୁଣି ସାରିବା ପରେ ପ୍ରଥମେ ତ ଚୁପ୍ ରହିଲେ, ତାପରେ ଗୋଟେ ବଡ଼ ନିଶ୍ୱାସ ନେଇ କହିଲେ, ମୋର ଅସଲି ନାଁ ରଣବୀର ସିଂ। କେବେ ଗୋଟେ ସମୟ ଥିଲା, ମୁଁ ଏ ସହରର ଗୋଟେ ବଡ଼ ବେପାରୀ ଥିଲି। ମୋର କରୋଡ଼ କରୋଡ଼ ଟଙ୍କାର ସମ୍ପତ୍ତି, ବଡ଼ ଘର, ବଡ଼ ଗାଡ଼ି, ଚାକର ସବୁ କିଛି ଥିଲା। ଏ କଥା ଶୁଣି ସାରିବା ପରେ ରଘୁର ମୁଣ୍ଡ ଆଉ କାମ କରୁନଥାଏ। ତାପରେ ରଘୁ ପଚାରିଲେ, ତାହେଲେ ତୁମେ ଭିକ କ'ଣ ପାଇଁ ମାଗୁଛ? ରଣବୀର ଆଖିରେ ଲୁହ ଛଳଛଳ ହୋଇଗଲା ଆଉ କହିଲେ, ଗୋଟେ ଦିନ ମୋର ଲୋଭ ଅହଙ୍କାର ମୋର ସବୁ କିଛି ଛଡ଼େଇ ନେଲା। ରଣବୀର କହିଲେ, କିଛି ବର୍ଷ ହେବ ଅନାଥ ଆଶ୍ରମ ଜମିକୁ ଜବରଦସ୍ତି ମୋ ନାଁରେ କରେଇ ଗୋଟେ ଫ୍ୟାକ୍ଟ୍ରି ବନେଇଥିଲି। କିନ୍ତୁ ସେହି ଦିନ ରାତିରେ ମୋର ଫ୍ୟାକ୍ଟ୍ରିରେ ନିଆଁ ଲାଗିଗଲା। ସେଠି କାମ କରୁଥିବା ବହୁତ ଅନାଥ ପିଲା ପୋଡ଼ି ହୋଇ ମରିଗଲେ।
ମୋ ଜୀବନରେ ବହୁତ ପଇସା କମେଇଛି, କିନ୍ତୁ ମୋର ଆତ୍ମା ମୋତେ ଶାନ୍ତିରେ ରହିବାକୁ ଦେଲାନି। ଯେତେବେଳେ ମୁଁ ଆଇନାରେ ମୋ ମୁହଁ ଦେଖେ, ସେତେବେଳେ ସେ ନିଆଁ ଭଳି ପୋଡ଼ି ଯାଉଥିବା ପିଲାମାନଙ୍କ ଚିଲେଇବାର ଶବ୍ଦ ମୋତେ ଶୁଭୁଥିଲା। ମୋ ଲୋଭ ପାଇଁ କେତେ ଅନାଥ ସାଧାରଣ ପିଲାମାନେ ଜଳି ପୋଡ଼ି ମରିଗଲେ। ଗୋଟିଏ ଦିନ ସେ ତାଙ୍କର ସବୁ କିଛି ଧନ ସମ୍ପତ୍ତିକୁ ତ୍ୟାଗ କରିଦେଲେ। ତାଙ୍କର ସବୁ କିଛି କରୋଡ଼ କରୋଡ଼ ଟଙ୍କାର ସମ୍ପତ୍ତିକୁ ଛାଡ଼ି ଦେଇ ଏ ରାସ୍ତାକୁ ଆପଣେଇ ନେଇଛନ୍ତି। ଏବେ ଭିକ ମାଗିକି ସେହି ପିଲାମାନଙ୍କୁ ସାହାଯ୍ୟ କରୁଛି, ଯେଉଁ ପିଲାମାନଙ୍କର କେହି ସାହା ଭରସା ନାହିଁ। ଗୋଟିଏ ଦିନ ସହରରେ ନଈ ବଢ଼ି ଆସିଗଲା। କେତେ ଘର ଭାସି ଚାଲିଗଲା। ଫକୀରା ସ୍କୁଲରେ ପାଣି ପଶିଗଲା। ଫକୀରା ତାଙ୍କ ଜୀବନକୁ ପାଣି ଛଡ଼େଇକି ପିଲାମାନଙ୍କୁ ସେ ସ୍କୁଲରୁ ବାହାର କଲେ। କିନ୍ତୁ ପାଣିରେ ଏତେ ସୁଅ ଥାଏ ଯେ ସେ ନିଜକୁ ସମ୍ଭାଳି ପାରିଲେନି, ଭାସିଗଲେ। ଏସବୁ ଦେଖି ଲୋକମାନେ ତାକୁ ବଞ୍ଚାଇ ହସ୍ପିଟାଲକୁ ନେଇଗଲେ। ଯେତେବେଳେ ଲୋକମାନେ ଏ ଖବର ଜାଣିଲେ, ସମସ୍ତେ ଯାଇ ହସ୍ପିଟାଲରେ ପହଞ୍ଚିଲେ। ଖବର କାଗଜରେ ବାହାରିଲା, କରୋଡ଼ପତିରୁ ଭିକାରୀ ବନିଲେ ରଣବୀର ସିଂ। ସେ ଅଗଣିତ ଅନାଥକୁ ଶିକ୍ଷା ଦେଲେ। ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ। ଯାହାକୁ ଗୋଟେ ସାଧାରଣ ଭିକାରୀ ଭାବୁଥିଲେ, କିନ୍ତୁ ସେ ଅସଲରେ ସହରର ସବୁଠାରୁ ବଡ଼ ଦାନବୀର ଥିଲେ। ରଣବୀରଙ୍କ ଦେହ ବହୁତ ଅସୁସ୍ଥ ଥାଏ। ସେତେବେଳେ ଡାକ୍ତର କହିଲେ, ହେଇପାରେ ଆଉ ଏ ବଞ୍ଚିପାରିବେନି। ସେତେବେଳେ ସେ ତାଙ୍କର ଗୋଟେ ଶେଷ ଇଚ୍ଛା କହିଲେ, ମୁଁ ମରିଯିବା ପରେ ମୋ ନାଁକୁ କେହି ଭୁଲି ଯିବନି। ଏ ସ୍କୁଲକୁ ଆହୁରି ଆଗକୁ ବଢ଼େଇବ। କିଛି ଘଣ୍ଟା ଭିତରେ ରଣବୀର ତାଙ୍କର ଶେଷ ନିଶ୍ୱାସ ନେଲେ। ରଣବୀରଙ୍କ କାହାଣୀ ଜାଣିକି ପୁରା ସହର କାନ୍ଦି ପକାଇଲେ। ଯେଉଁ ଯେଉଁ ମଣିଷକୁ ଲୋକମାନେ ଘୃଣାରେ ଦେଖୁଥିଲେ, ସେ ହଜାର ହଜାର ଅନାଥ ପିଲାଙ୍କୁ ପାଳିଲେ, ବଢ଼େଇଲେ, ଆଉ ନୂଆ ଜୀବନ ଦେଲେ। ରଘୁରାଣ ଖାଇଲେ। ସେ ସ୍କୁଲକୁ ବନ୍ଦ ହେବାକୁ ଦେବେନି। ଏବେ ସେ ନିଜେ ବି ପଢ଼ିଲେ, ଆଉ ବାକି ପିଲାମାନଙ୍କୁ ବି ପଢ଼େଇଲେ। ଯେଉଁ ଜାଗା ଯେଉଁଠି ପୁରୁଣା ଭଙ୍ଗା ଘର ଥିଲା, ଏବେ ସେଇଠି ରଣବୀର ଫାଉଣ୍ଡେସନ ନାଁରେ ଲୋକମାନେ ଜାଣିବାକୁ ଲାଗିଲେ। ଆଜି ସେଇଠି ହଜାର ହଜାର ଅନାଥ ପିଲାମାନେ ପଢ଼ୁଛନ୍ତି। ଶିକ୍ଷା ତାକୁ କୁହନ୍ତି, ଯିଏ ନାଁ କମାଏ। ଅସଲ ହିରୋ ତ ସିଏ ହୁଏ, ଯିଏ ନିଜର ପରିଚୟ ଲୁଚେଇ କିଛି ଭଲ କାମ କରେ। ରଣବୀର ଚାଲିଗଲେ, କିନ୍ତୁ ତାଙ୍କ କାହାଣୀ ସବୁଦିନ ଲୋକମାନଙ୍କ ମନରେ ଜୀବିତ ରହିଲା। ରଣବୀରଙ୍କ ଏ କାହାଣୀ ଆମକୁ ଏହା ଶିକ୍ଷା ଦେଉଛି ଯେ ସତ ମହାନତା ଧନ ସମ୍ପତ୍ତିରେ ନାହିଁ, ବରଂ ଅନ୍ୟ ଲୋକଙ୍କ ଜୀବନ ବଦଳାଇବାରେ ଅଛି। ଆପଣମାନଙ୍କୁ ଯଦି ମୋ କାହାଣୀଟି ଭଲ ଲାଗିଥିବ, ନିଶ୍ଚୟ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦେବେ। କାହାଣୀଟି କିପରି ଲାଗିଲା ଆପଣଙ୍କ ମତାମତ କମେଣ୍ଟ ବକ୍ସ ମାଧ୍ୟମରେ ଜଣାଇବେ। ରହିଲି, ଜୟ ଜଗନ୍ନାଥ।